ନମସ୍କାର। ଆଷ୍ଟ୍ରୋଜୀବ ଓଡ଼ିଆ ଏବଂ ଭାଗ୍ୟବାନ ଓଡ଼ିଆର ଆପଣଙ୍କ ଦୈନିକ ରାଶିଫଳକୁ ଆପଣଙ୍କୁ ସ୍ୱାଗତ। ଆଜି 17 ଜୁଲାଇ 2026 ଶୁକ୍ରବାର ଏବଂ ପ୍ରକଟ ଏକ ଦିନ। ବିଶେଷ କରି ଆଜି ସୂର୍ଯ୍ୟୋଦୟ ଆପଣଙ୍କ 5:20, ସୂର୍ଯ୍ୟାସ୍ତ ଆପଣଙ୍କ 6:25। ଆଜି ତୃତୀୟ ତିଥି ଆପଣଙ୍କ ରହିବ 6:16 ପର୍ଯ୍ୟନ୍ତ। ପରେ ଆପଣଙ୍କ ଚତୁର୍ଥୀ କ୍ଷୟା ରହିବ ଆପଣଙ୍କ ପ୍ରାୟତଃ ରାତ୍ର 7:17 ପର୍ଯ୍ୟନ୍ତ। ଆଜି ଆପଣଙ୍କ ମଘା ନକ୍ଷତ୍ର ଏବଂ ସିଂହ ଚନ୍ଦ୍ର ଆଜି ଆପଣଙ୍କ ରହିବେ। ଆଜି ଯଦି ଆମେ ଦେଖିବା କି ଆପଣଙ୍କ ନିଷିଦ୍ଧ ଖାଦ୍ୟ ପୋଟଳ ରହିବ। ଆଜି ଆପଣଙ୍କ ଯଦି ଶୁଭ ବେଳା ଦେଖିବା ତ ବିଶେଷ କରିକି ଶୁଭ ବେଳା ରହିବ ସୂର୍ଯ୍ୟୋଦୟ ଠାରୁ 6:57 ପର୍ଯ୍ୟନ୍ତ ଆପଣଙ୍କ ଶୁଭ ବେଳା ରହିବ। ତାପରେ 7:47 ରୁ ଆପଣଙ୍କ 10:11 ପର୍ଯ୍ୟନ୍ତ ଆପଣଙ୍କ ଶୁଭ ବେଳା ରହିବ। ତାପରେ 12:35 ରୁ ଆପଣଙ୍କ 2:11 ମଧ୍ୟ ଶୁଭ ବେଳା ରହିବ। ତାପରେ 3:47 ରୁ ଆପଣଙ୍କ 5:24 ମଧ୍ୟରେ ଶୁଭ ବେଳା ରହିବ। ରାତ୍ର ଘଟିକା ଦେଖିବା ରାତ୍ର 7:59 ରୁ 9:35 ମଧ୍ୟରେ ଶୁଭ ବେଳା ଦେଖାଦେବ। ଆଜି ମହେନ୍ଦ୍ର ବେଳା ଆପଣଙ୍କ 11:11 ରୁ 12:59 ମଧ୍ୟ ଆପଣଙ୍କ ରାତ୍ର 11:11 ରୁ ଆପଣଙ୍କ 11:59 ମଧ୍ୟରେ ଆପଣଙ୍କ ମହେନ୍ଦ୍ର ବେଳା ଆଜି ଆପଣଙ୍କୁ ଦେଖାଦେବ। ଏବଂ ଆଜି ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ର ଆଜି ଯୋଗ ରହିବ ଏବଂ ଶ୍ରୀମନ୍ଦିରରେ ଆପଣଙ୍କ ଦକ୍ଷିଣାୟନ ବନ୍ଦାପନା ହବ ଏବଂ ଗୁରୁବାଦିତ୍ୟ ପର୍ବ ମଧ୍ୟ ଆଜି ଆପଣଙ୍କ ସମାପନ ହବ। ତ ବିଶେଷ କରି ଆଜି ଆମେ ଦେଖିବା କି ଆପଣଙ୍କ ଗ୍ରହ ଗୋଚର କଣ ଅଛି। ତ ଚନ୍ଦ୍ରଙ୍କ ଗୋଚର ଅଲରେଡି ଆପଣଙ୍କ ହେଇଯାଇଛି ସିଂହ ରାଶିରେ ଆପଣଙ୍କର ସୂର୍ଯ୍ୟ, କେତୁ ଏବଂ ଆପଣଙ୍କ ଚନ୍ଦ୍ରଙ୍କ ତ୍ରିଗ୍ରହୀ ଆପଣଙ୍କ ସଞ୍ଚାର ହେଇଛି ଏବଂ ସୂର୍ଯ୍ୟଦେବ ଆପଣଙ୍କ କଟକ ରାଶିରେ ଅଛନ୍ତି, ବୃହସ୍ପତି କଟକ ରାଶିରେ ଅଛନ୍ତି, ଶୁକ୍ର ଏବଂ କେତୁ ଆପଣଙ୍କ ସିଂହ ରାଶିରେ ଅଛନ୍ତି। ଆଜି ଯଦି ରାଶିଫଳ ଦେଖିବା ତ ରାଶିଫଳ ଦେଖନ୍ତୁ ଆଜି ଆପଣଙ୍କର ମେଷ ରାଶି। ତ ମେଷ ରାଶି ଦେଖନ୍ତୁ ଆଜି ଆପଣଙ୍କର ବିଶେଷ କରିକି ପଞ୍ଚମ ଚନ୍ଦ୍ର ଅଛନ୍ତି। ତ ଆଜି ଆପଣ ଶିକ୍ଷା, ସନ୍ତାନ, ରଚନାତ୍ମକ କାର୍ଯ୍ୟ ପାଇଁ କି ଭଲ, କଳା ସାହିତ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ଭଲ ଫଳ ମିଳିବ। ପ୍ରେମ ସମ୍ପର୍କରେ ଆଜି ଆପଣଙ୍କ ମଧୁରତା ଆସିବ। ଆଜି ବିଶେଷ କରିକି ଯେ ଦେଖାଯିବ ଚତୁର୍ଥ ଭାବେ ଗୁରୁ ବି ଅଛନ୍ତି କର୍କଟ ରେ ଆପଣଙ୍କ ସୂର୍ଯ୍ୟଙ୍କ ସ୍ଥିତି ହେତୁ ଆପଣଙ୍କୁ ଗୃହ ଏବଂ ମାନସିକ ସନ୍ତୋଷ ମିଳିବ ଏବଂ ଭୂମି କିମ୍ବା ନୂତନ ଯାନବାହନ ପାଇଁ କି ମଧ୍ୟ ଆଜି ଆପଣ ଯୋଜନା କରିପାରନ୍ତି। ମାତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। କିଛି କ୍ଷେତ୍ରରେ ମଧ୍ୟ ଆଜି ଆପଣଙ୍କ କାର୍ଯ୍ୟ ହାନି ହେବାର ଯୋଗ ମଧ୍ୟ ଅଛି। କିଛି କାର୍ଯ୍ୟ ହାନି ହେବାର ବି ଆପଣଙ୍କୁ ପ୍ରାୟତଃ ଆଜି ଦେଖିବାକୁ ମିଳିପାରେ। ବୃଷ ରାଶି ଆପଣଙ୍କ ବିଶେଷ କରିକି ସିଂହ ଚନ୍ଦ୍ର ଏବଂ ଶୁକ୍ର ପ୍ରଭାବ ଦେଖିବା ତ ଚତୁର୍ଥ ଭାବରେ ଆପଣଙ୍କ ତ୍ରିଗ୍ରହୀ ସଞ୍ଚାର ଅଛନ୍ତି। ତ ବିଶେଷ କରିକି ଏହି ସମୟରେ ଆପଣଙ୍କୁ ପରିବାରରେ ଆରାମ ମିଳିବା, ବିଳାସପୂର୍ଣ୍ଣ ସାମଗ୍ରୀର ବୃଦ୍ଧି ହେବା, ପରିବାରରେ ଆଜି ଆପଣଙ୍କୁ ପ୍ରାୟତଃ ଲାଗିବ କି ଆଜି କିଛି ନ କରିକି ରେଷ୍ଟ ନେବା ଏବଂ ଘରେ ପ୍ରାୟତଃ ବାତାବରଣ ଆପଣଙ୍କ ଭଲ ରହିବ ଏବଂ ମାତାଙ୍କ ସହିତ ବି ଆଜି ଆପଣ କିଛି ସମୟ ଆପଣ ଅତିବାହିତ କରିପାରନ୍ତି। ଏବଂ ଯେହେତୁ କେତୁ ଆପଣଙ୍କର ଯେହେତୁ ଚତୁର୍ଥ ଭାବରେ ଅଛନ୍ତି ତ ବିଶେଷ କରିକି ଆପଣଙ୍କୁ ଅନାବଶ୍ୟକ ଚିନ୍ତା ମଧ୍ୟ କିଛି ଆସିପାରେ, କିନ୍ତୁ ଆଜି ଦିନରେ ଆପଣଙ୍କୁ ପ୍ରାୟତଃ ମନ ପ୍ରସନ୍ନ ରହିବ। ଆଜି ଆପଣଙ୍କୁ ପ୍ରସନ୍ନତା ମିଳିବ। ତୃତୀୟ ଭାବରେ ବୃହସ୍ପତି ଏବଂ ସୂର୍ଯ୍ୟଦେବ ବି ଅଛନ୍ତି ତ ଆପଣଙ୍କୁ ଏହି ସମୟରେ ସାହସ ମିଳିବ ଏବଂ କୌଣସି ପ୍ରକାର ଯଦି ବ୍ୟବସାୟରେ ଆପଣ ରିଲେଟେଡ ଥିଲେ ତ ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଭଲ ମିଳିବ ଏବଂ ଭାଇ ଭଉଣୀ ମାନଙ୍କ ସାହାଯ୍ୟ ମଧ୍ୟ ମିଳିବ। ମିଥୁନ ରାଶି ଦେଖନ୍ତୁ ଦ୍ୱିତୀୟ ଭାବେ ଆପଣଙ୍କ ଚନ୍ଦ୍ର, ସୂର୍ଯ୍ୟ ଏବଂ ବିଶେଷ କରିକି ଆପଣଙ୍କର ଗୁରୁଙ୍କ ସ୍ଥିତି ଅଛି। ତ ବିଶେଷ କରିକି ତୃତୀୟ ଭାବରେ ଚନ୍ଦ୍ର ସୂର୍ଯ୍ୟଙ୍କ ସ୍ଥିତି ଅଛି। ତେଣୁ ଚନ୍ଦ୍ର ଶୁକ୍ର ଯେହେତୁ ଆପଣଙ୍କ ତୃତୀୟ ଭାବରେ ଅଛନ୍ତି ତ ଏହି ସମୟରେ ପ୍ରାୟତଃ ଦେଖିବେ ଆପଣ ସାମାଜିକ ପ୍ରଭାବ ଆପଣଙ୍କର ବଢିବ, ବ୍ୟକ୍ତିଗତ ଆପଣଙ୍କ ପରାକ୍ରମ ବୃଦ୍ଧି ହେବ, ନୂତନ ଆପଣଙ୍କ କୃଷି ଯୋଗାଯୋଗ କଣ୍ଟାକ୍ଟ ବା ଚୁକ୍ତି ଆପଣଙ୍କୁ ଆସିପାରେ ଏବଂ ଏହି ସମୟରେ ଆପଣଙ୍କ ମିତ୍ର ମାନଙ୍କ, କଲିଗ୍ସ ମାନଙ୍କ, ଆପଣଙ୍କ ପଡୋଶୀ ମାନଙ୍କ ମଧ୍ୟ ସହଯୋଗ ଆପଣଙ୍କୁ ମିଳିବ। ଦ୍ୱିତୀୟ ଭାବରେ ଯେହେତୁ ଗୁରୁ ବି ଅଛନ୍ତି, ସୂର୍ଯ୍ୟଦେବ ଅଛନ୍ତି ତ ପ୍ରାୟତଃ ଦେଖିବେ କି ଆପଣ ଏହି ସମୟରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବା, ପ୍ରଚୁର ଧନ ବା ଆର୍ଥିକ ସ୍ଥିତିରେ ମଧ୍ୟ ଆପଣଙ୍କ ସୁଧାର ଆସିବା ଏସବୁ ଦେଖିପାରିବେ। ପିତୃକ ସମ୍ପତ୍ତି କିମ୍ବା ପୂର୍ବରୁ କୌଣସି ଅଟକି ରହିଥିବା ଅର୍ଥ ଆପଣଙ୍କୁ ମିଳିବାର ସହଯୋଗ ମଧ୍ୟ ଆଜି ଆପଣଙ୍କୁ ଦେଖାଦେବ। ଭାବରେ କେତୁ ବି ଅଛନ୍ତି ତ ବିଶେଷ କରିକି ଆପଣ କଥାବାର୍ତ୍ତା ସମୟରେ ପ୍ରାୟତଃ ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଯେମିତି ଯୁକ୍ତି ତର୍କ ନ ହୁଏ। କିନ୍ତୁ ଶୁକ୍ର ଯେହେତୁ ଆପଣଙ୍କ ଅଛନ୍ତି ଏବଂ ଚନ୍ଦ୍ର ଅଛନ୍ତି ଟିକେ ଆପଣଙ୍କ ଫାଇନାନ୍ସିଆଲି କିଛି ଖର୍ଚ୍ଚ ହବାର ସମ୍ଭାବନା ମଧ୍ୟ ଆଜି ଦିନ ଦେଖାଦେବ ଏବଂ ବିଶେଷ କରିକି ଆପଣ ଦେଖନ୍ତୁ ଆଜି ଆପଣଙ୍କ ଗୁରୁ ସୂର୍ଯ୍ୟ କର୍କଟ ରାଶିର ପ୍ରଭାବ ଫଳରେ ଆପଣଙ୍କ ରାଶିର ପ୍ରଥମ ଭାବରେ ବୃହସ୍ପତିଙ୍କର ଯେହେତୁ ଅପୂର୍ବ ସଂଯୋଗ ହେଇଛି ସୂର୍ଯ୍ୟଙ୍କ ସହିତ, ଏଇଥିରେ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହବ, ମାନ ସମ୍ମାନ ସମାଜରେ ଯଶ ଏବଂ କ୍ୟାରିୟର ସଫଳତା ମଧ୍ୟ ଆପଣଙ୍କୁ ଛୁଇଁବ। ଇଏ ଆପଣଙ୍କ ପ୍ରାୟତଃ ଦେଖିବେ କି ଆପଣଙ୍କ ଗୋଟେ ଟ୍ରାନ୍ସଫର୍ମେଟିଭ ଫେଜ୍ ଆପଣ ଚାଲିଛି। ଆପଣ ଜୀବନରେ ବହୁତ ସାରା ଚେଞ୍ଜେସ୍ ହଉଛି ତ ଚେଞ୍ଜେସକୁ ଆପଣ ଆଡପ୍ଟ କରନ୍ତୁ ଏବଂ ବିଶେଷ କରିକି ପରଚର୍ଚ୍ଚା କରିବାରେ ଆପଣ ପ୍ରାୟତଃ ଏବେ ଦୂରେଇ ରୁହନ୍ତୁ, କାହାର କଥା ଡିସ୍କସ କରନ୍ତୁ ନାହିଁ। ସିଂହ ରାଶି ଦେଖନ୍ତୁ ଆପଣଙ୍କ ରାଶିରେ
ଚନ୍ଦ୍ର ଶୁକ୍ର ଏବଂ କେତୁଙ୍କ ମିଳନ ଘଟିଛି ଆପଣଙ୍କ ଜୀବନରେ ଅନେକ ଜିନିଷ ଘଟୁଛି। ବିଶେଷ କରିକି ଆପଣ ଯୋଉ ମାନସିକ ଭାବେ ଆପଣ ପ୍ରାୟତଃ ଦୁର୍ବଳ ଫିଲ୍ କରୁଛନ୍ତି, କିନ୍ତୁ ଆଜି ଆପଣ ଯେହେତୁ ଚନ୍ଦ୍ରଦେବ ଅଛନ୍ତି ଆପଣଙ୍କର ଫାର୍ଷ୍ଟ ହାଉସରେ, ତ ଆପଣଙ୍କ ମନ ରଚନାତ୍ମକ ଆଧ୍ୟାତ୍ମିକତା ଆଡକୁ ବଢିବ ଏବଂ ବିଶେଷ କରିକି ଆଜି ଦେଖିବେ କି ଆପଣଙ୍କ ପ୍ରାୟ ଆପଣଙ୍କୁ ମନ ପ୍ରସନ୍ନ ରହିବ, ନୂଆ ଯୋଜନା ଆପଣ କରିବା ପାଇଁ କି ପ୍ରସ୍ତୁତ ହେବେ, କାର୍ଯ୍ୟ ଆପଣଙ୍କୁ କରିବାକୁ ପ୍ରେରଣା ମିଳିବ ଏବଂ ବିଶେଷ କରିକି ଯେହେତୁ ଆପଣଙ୍କ ଶୁକ୍ରଦେବ ଅଛନ୍ତି, ଆପଣ କିଛି ବିଭିନ୍ନ ପ୍ରକାର ବୁଲିଯିବା, ସପିଂ କରିବା, କିଛି ରିଲିଜିୟସ୍ ଆକ୍ଟିଭିଟିରେ ମଧ୍ୟ ଇନଭଲ୍ଭ ହେବା, ଏସବୁ ଜିନିଷ ମଧ୍ୟ ଆଜି ଆପଣଙ୍କୁ ଦେଖାଦେବ। ଦ୍ୱାଦଶ ଭାବରେ ଯେହେତୁ ଗୁରୁଦେବ ଅଛନ୍ତି, ସୂର୍ଯ୍ୟଦେବ ଅଛନ୍ତି, ତେଣୁ ଆଧ୍ୟାତ୍ମିକ ସାଧନା କରନ୍ତୁ, ବିଦେଶ କିମ୍ବା ବିଦେଶକୁ ଯୋଡି ହେଇକି କୌଣସି ଯଦି କାମ କରୁଛନ୍ତି ସେଥିରେ ମଧ୍ୟ ଆପଣଙ୍କୁ ଭଲ ଫଳ ମିଳିବ, ଦୂରଯାତ୍ରାରୁ ଆପଣଙ୍କୁ ଲାଭ ମିଳିବ, ମାତ୍ର ଅଯଥା ଖର୍ଚ୍ଚ ଏବଂ କ୍ଳାନ୍ତି ମଧ୍ୟ ଆପଣଙ୍କ ବଢିପାରେ। ତେଣୁ ସେଥିପାଇଁ କି ଖର୍ଚ୍ଚ ଏବଂ ଯଦି କୌଣସି ଅଯଥା ଆପଣଙ୍କ ଯାତ୍ରା ହଉଛି, ତାହେଲେ ଯଦି ଆପଣ ତାକୁ ରଖିପାରିବେ ତାହେଲେ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆଜି ଦିନଟି ଆପଣଙ୍କ ପାଇଁ କି ପ୍ରାୟତଃ ଭଲ ଅଛି। ଏବଂ ଯଦି ଆପଣଙ୍କ ବିଶେଷ କରି କେତୁଙ୍କ ପ୍ରଭାବ ଅଛି, ତେଣୁ ଯଦି କୌଣସି ପ୍ରକାର ଆପଣଙ୍କର କ୍ରୋଧ ଆସୁଛି ମନରେ, ତ କ୍ରୋଧକୁ ଆପଣ ପ୍ରାୟତଃ ଚେଷ୍ଟା କରନ୍ତୁ କି ତାକୁ କେମିତି ରଖିହେବ। କନ୍ୟା ରାଶିଫଳ ଦେଖିବା। ଯେହେତୁ ଆପଣଙ୍କ ଦ୍ୱାଦଶ ଭାବରେ ଚନ୍ଦ୍ର ଅଛନ୍ତି ଏବଂ ବିଶେଷ କରିକି ଆପଣ ଦେଖିବେ କି ଦ୍ୱାଦଶ ଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କ ଟିକେ ଖର୍ଚ୍ଚ ବଢିବା ସମ୍ଭାବନା ଅଛି, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ବିଶେଷ କରିକି ଯେହେତୁ ଆପଣଙ୍କର ଶୁକ୍ରଦେବ ମଧ୍ୟ ଆପଣଙ୍କ ଦ୍ୱାଦଶ ଭାବରେ ରହିବେ, ତ ସେଥିପାଇଁ କି ଆପଣ ପ୍ରାୟତଃ କିଛି ଆପଣ ରିଲିଜିୟସ୍ ପ୍ଲେସେସ୍ କୁ ବୁଲିଯିବା ଏବଂ ବିଶେଷ କରିକି ଆପଣ ଘର ପାଇଁ କିଛି କ୍ରୟ କରିବା, ଏସବୁ ଜିନିଷ ଆଜି ଆପଣଙ୍କୁ ଦେଖାଦେବ। ରଚନାତ୍ମକ ଏବଂ କଳାତ୍ମକ ଦିଗରେ ଭଲ ପରିଣାମ ଆପଣଙ୍କୁ ମିଳିବ। ଏକାଦଶ ସ୍ଥାନରେ ମଧ୍ୟ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ଗୋଚର ଚାଲିଛି ଏବେ ଆପଣଙ୍କ ଜୀବନରେ, ତେଣୁ ଏହି ସମୟରେ ଆପଣଙ୍କୁ ପ୍ରାୟତଃ ଫାଇନାନ୍ସ ରିଲେଟେଡ ନେଇକି ବହୁତ ଭଲ ରେଜଲ୍ଟ ଆସିବ। ଆପଣଙ୍କ ଇଚ୍ଛା ପୂର୍ତ୍ତି ହେବାର ସମୟ ବି ଏବେ ଚାଲିଛି। ଏବେ ଆପଣଙ୍କ ବନ୍ଧୁ କିମ୍ବା ସହକର୍ମୀ ଯେଉଁମାନେ ଅଛନ୍ତି ତାଙ୍କର ସହଯୋଗ ମଧ୍ୟ ଆପଣ ପାଇବେ। ଆୟର ନୂତନ ଦର ଆପଣଙ୍କ ଆସିବ ଏବଂ ଆଜି ଦିନଟି ଆପଣଙ୍କ ପାଇଁ ଟିକେ ସାବଧାନତା ଅବଲମ୍ବନ କରିବାର ଦିନ ଅଛି, ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ, ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ତୁଳା ରାଶି ଏକାଦଶ ଭାବରେ ଆପଣ ତ୍ରିଗ୍ରହୀ ସଂଯୋଗ ଅଛି, ତ ବିଶେଷ କରିକି ଅପ୍ରତ୍ୟାଶିତ ଆପଣଙ୍କ ଖର୍ଚ୍ଚ ଯୋଉ ଥିଲା ସେଥିରୁ ଆପଣ ନିହାତି ଭାବରେ ତାକୁ କଣ୍ଟ୍ରୋଲ କରିପାରିବେ। ଆର୍ଥିକ ସ୍ଥିତି ଆପଣଙ୍କ ଆଜି ବହୁତ ଭଲ ରହିବ। ପୂର୍ବରୁ ଯୋଉ ଆପଣ ନିବେଶ କରିଥିଲେ ତାର ଲାଭ ମିଳିବ, ନୂଆ ରଚନାତ୍ମକ କିଛି କରିବା ପାଇଁ ସୁଯୋଗ ମିଳିବ, ମନ ଖୁସି ରହିବ ଏବଂ ଦଶମ ଭାବେ ଯେହେତୁ ଗୁରୁଙ୍କ ଏବଂ ସୂର୍ଯ୍ୟଦେବଙ୍କର ପ୍ରଭାବ ଚାଲିଛି, ତ ବିଶେଷ କରିକି ଆପଣଙ୍କୁ ପ୍ରାୟତଃ ଚାକିରୀ କ୍ଷେତ୍ରରେ ହେଲା, ବ୍ୟବସାୟ ହେଲା, ନିହାତି ଭାବରେ ପଦୋନ୍ନତି ହେବା, ଯଶ ମିଳିବା, ଏସବୁ ଜିନିଷ ଆପଣ ଦେଖୁଥିବେ। ସରକାରୀ କ୍ଷେତ୍ରରେ ମଧ୍ୟ ଆଶାଜନକ ଆପଣଙ୍କୁ ସହଯୋଗ ପ୍ରାପ୍ତି ହେବ। ବିଚାର ରାଶି ଦେଖନ୍ତୁ, ଦଶମ ଭାବେ ଆପଣଙ୍କ ଚନ୍ଦ୍ର ଶୁକ୍ରଙ୍କର ଯେହେତୁ ଯୋଗ ଅଛି, ତ କର୍ମକ୍ଷେତ୍ରରେ ଆପଣଙ୍କ କଳାତ୍ମକ ରଚନାତ୍ମକ କାର୍ଯ୍ୟ ଆପଣ କରିବେ, ସେଥିରେ ପ୍ରଶଂସା ଆପଣଙ୍କୁ ମିଳିବ। ଦଶମ ଭାବେ ଚନ୍ଦ୍ର ଥିବା ହେତୁ କାର୍ଯ୍ୟ ରିଲେଟେଡ ବା ଆପଣଙ୍କର ଯୋଉ କାର୍ଯ୍ୟ ରିଲେଟେଡ ବା ଅଫିସ ରିଲେଟେଡ କୌଣସି କାମ ନେଇକି ଆପଣ କୋଉଠି ବୁଲି ଯିବା ପାଇଁ ଚେଷ୍ଟା କରିପାରନ୍ତି। ଏହି ସମୟରେ ଆପଣଙ୍କୁ ନୂତନ ନେତୃତ୍ୱ ମିଳିବ, ନୂତନ ଆପଣଙ୍କ ରେସ୍ପନ୍ସିବିଲିଟି ମିଳିବ, ଦାୟିତ୍ୱ ମିଳିବ ଏବଂ ଆପଣଙ୍କର ଯୋଉ ବ୍ୟକ୍ତିତ୍ୱ ରହିବ, ବ୍ୟକ୍ତିତ୍ୱ ଆପଣଙ୍କ ପ୍ରଭାବଶାଳୀ ହେବ। ଆପଣଙ୍କୁ ପ୍ରାୟତଃ ଆଜି ଦିନରେ ପ୍ରାୟ ସମ୍ମାନ ମିଳିବା, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉଚିତ ପଦ ମିଳିବା, ଏସବୁ ଜିନିଷ ଆଜି ଆପଣଙ୍କୁ ଦେଖାଦେବ। ଯେହେତୁ ସୂର୍ଯ୍ୟଦେବ ଏବଂ ଗୁରୁଦେବଙ୍କର ଆପଣଙ୍କର ଭାବରେ ମଧ୍ୟ ଅଛନ୍ତି, ଖାଲି ଦିନ ସାରା ନୁହଁ, ପ୍ରାୟତଃ ଦେଖିବେ କି ଆପଣ ମାସ ସାରା ରହିବେ। ତ ବିଶେଷ କରିକି ଏହି ସମୟରେ ଆପଣଙ୍କୁ ଭାଗ୍ୟ ଆପଣଙ୍କ ପ୍ରାୟତଃ ଆପଣଙ୍କୁ ସାଥ ଦେବ। ଯୋଉ ଜିନିଷ ଆପଣ କରିବା ପାଇଁ ଚାହୁଁଥିଲେ ସେଇ ଜିନିଷ ମଧ୍ୟ ଆପଣଙ୍କ ଠିକ ଭାବରେ ହେଇପାରିବ। ଦୀର୍ଘ ଦିନରୁ ଯୋଉ କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ସଫଳ ହଉନଥିଲା, ତାହେଲେ ଧାର୍ମିକ ଯାତ୍ରା ଆପଣ କରିପାରିବେ। ବାପାଙ୍କ ସହିତ କୌଣସି ଜାଗାରେ ବା ପରିବାର ସହିତ ଆପଣ କୌଣସି ଜାଗାକୁ ଧାର୍ମିକ ସ୍ଥାନକୁ ବୁଲି ଯିବା ପାଇଁ ମଧ୍ୟ ଆପଣଙ୍କୁ ପ୍ରାୟତଃ ଆଜି ଦିନଟି ଆପଣଙ୍କୁ ଦେଖାଦେବ ଏବଂ ବିଶେଷ କରିକି ଯଦି ଆପଣ ଦେଖିବେ କି ଆପଣଙ୍କ ଯଦି ଯୋଉମାନେ ଷ୍ଟୁଡେଣ୍ଟ ଅଛନ୍ତି, ବିଦ୍ୟା କ୍ଷେତ୍ରରେ ଆପଣ ପଢୁଛନ୍ତି, ତ ତାଙ୍କ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଆପଣଙ୍କୁ ଏଇ ଯୋଉ ଟାଇମ ପିରିୟଡ ଆପଣଙ୍କୁ ବହୁତ ଭଲ ଭାବରେ କଟିବ। ଧନୁରାଶି ଦେଖନ୍ତୁ, ଆପଣଙ୍କ ନବମ ଭାବେ ଯେହେତୁ ଚନ୍ଦ୍ର ଶୁକ୍ରଙ୍କର ଗୋଚର ଚାଲିଛି, ତେଣୁ ଏହି ସମୟରେ ଆପଣ ପ୍ରାୟ ଦେଖିବେ ଏ ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେବ ଏବଂ ବିଶେଷ କରିକି ଯଦି କୌଣସି ଜଟିଳ ସମସ୍ୟା ଆପଣ ଥିଲା, ତ ଜଟିଳ ସମସ୍ୟାରେ ଆପଣ ସହଜ ସମାଧାନ ଆପଣ ପାଇପାରିବେ। ଆଧ୍ୟାତ୍ମିକ ଦିଗରେ ମଧ୍ୟ ଆପଣଙ୍କ ଆଗ୍ରହ ବଢିବ ଏବଂ ଯେହେତୁ ଆପଣଙ୍କର ଶୁକ୍ରଦେବ ବି ନବମ ଭାବେ ଅଛନ୍ତି, ତ ଏହି ସମୟରେ ପ୍ରାୟତଃ ଆପଣ ଦେଖିବେ କି ଆପଣ କିଛି ନୂଆ କ୍ରିଏଟିଭ କରିବା ପାଇଁ କି ମଧ୍ୟ ଚେଷ୍ଟା କରୁଥିବେ। ମ୍ୟୁଜିକ କିମ୍ବା ଆର୍ଟ ଏସବୁ ଫିଲ୍ଡରେ ଆପଣଙ୍କ
इंटरेस्ट डेवलप होतो अष्टम भाव बृहस्पति अछंती এবং सूर्यदेव अछंती ତେଣୁ ପ୍ରାୟତଃ जो लॉन्ग टर्म जे देखिबे तो एई समय आपनको कोनसी गुप्त संपत्ति मिलिबा अकस्मात सूत्रु कोनसी आर्थिक लाभ होबा ए सब जिंस देखा देबो किंतु स्वास्थ्य एवं परिवार क्षेत्र टिके आपनको प्रॉब्लम आसीबा संभावना अछि खाली आज दिन न प्रायतः आपण देखिबे कि जेतु सूर्यदेव गोटे मास रहिबे तो सेथरे आपण प्रायतः भी टिके ध्यान रखंतु स्वास्थ्य जदि कोनसी बिगडुची ताले ताको देखिया पे चेष्टा करंतु आज दिनटी आपनको बहुत भलो अछि भलो भाबरे कटिबो फाइनेंशियल मैटर को नेकी भाग्य को नेकी आज आपनको सब क्षेत्र रे आपनको साथ मिलिबो मकर राशि देखंतु अष्टम भावे आपनको जेतु तीग रही आपनको संचार रहिछि तो स्वास्थ्य प्रति आपण सचेतन हुंतु एवं कोनसी जे दूर यात्रा अछि किंबा आपण जेतल गाड़ी चलौचंती आज प्रायतः टे सतर्कता अवलंबन करंतु कोनसी व्यवसायिक जदि कारबार करूचंती सेते मध्ये आज टिके आपण सावधानता अवलंबन करबा दरकार गुप्त सूत्र आपण किछि धन प्राप्तिर शुभ सूचना मध्ये मिलिबो एवं वर्तमान स्थिति जे देखि जबा लॉन्ग टर्म रे आपण सप्तम भावे उच्च बृहस्पति सूर्यदेव अछंती तेणु दाम्पत्य जीवन आपण ठीक रहिबो व्यवसाय एवं पार्टनरशिप बिजनेस जदि आपण करूचंती सेते आपण लाभ मिलिबो कोनसी नूतन बिजनेस करिबा बा कोनसी जदि आपनकर पार्टनर सहित कोनसी डिस्प्यूट थिला ताले ए समय मध्ये आपनकर ठीक हबार संभावना आपनको देखा जाउछ कुंभ राशि देखंतु सप्तम भावे चंद्र शुक्र एवं केतुक स्थिति अछि दाम्पत्य एवं व्यवसाय रे आपनको बहुत भलो लाभ मिलिबो दाम्पत्य जीवन रे जदि कोनसी प्रकार आपनको प्रॉब्लम थिला ताले एथे मध्ये आपनको समाधान मिलिबार सुযোগ आपनको आसीबो केतु जेहेतु आपनको छंती सप्तम भावे प्रायतः लॉन्ग टर्म देखिथिबे कि जेहेतु कुंभ राशि वर्तमान राहु को प्रभाव रे अछंती तो एई समय प्राय आपण देखुथिबे कि प्राय मन भीतर आपनको अनेक प्रश्न आसुची बा माने अनेक आपनकर आईडिया आसुची कि मु करियर पे एटा करबी बा विभिन्न आपण योजना करूचंती योजना होय त आपण सफल होची किछिटा सफल होउनी एवं मैरिड लाइफ रे मध्ये टिके टिके इशू आपण आसुची विशेष करके किछि ऑप्शन डाउन्स भी आपण देखा जाउची तेनु वर्तमान स्थिति रे देखिबे त आज दिन रे आपण जीवन साथी सहित टिके असंतोष हबा कोनसे कथा को नै कि आपण बे आपण रागी जीवा बा सेतरे मनमतांतर हबा ए सब जिंस देखा दे पारे किंतु एतेटा आपण को खराब प्रभाव देखेबो नाही जेतु चंद्रदेव शुक्रदेव अछंती तो विशेष करके आपनकर आज दिन रे मध्य दाम्पत्य जीवन रे जो मनमालिन्य भी जहा भी होची से सब सेटलमेंट मध्य हे जीवो षष्ठ भाव रे जेतु उच्चस्थ गुरु अछंती सूर्यदेव अछंती तेणु शत्रुंक नाश आपण करि परिबे कोनसी ऋण थिला ऋण को आपण ऋण मुक्त हे कि आपनक किछि नूतन करे पे चेष्टा करिवे कर्म क्षेत्र रे मध्य जो परिश्रम आपण करथिले तार मध्य सब से देखंतु राशि आपनक षष्ठ स्थान रे चंद्रंक स्थिति जो आपनक प्रायतः कर्म क्षेत्र में आपको पराक्रम आज मिलिबो नूतन दायित्व आपण मिली पारे कोनसी स्वास्थ्यगत समस्या रो जो आपण थिला तार समाधान हबो कोनसी वाद विवाद जो परिस्थिति थिला सेतरे मध्ये आज आपनको प्रायतः भलो रिजल्ट आसीबो आज देखंतु जेहेतु लॉन्ग टर्म जे देखिबा ताले आपनको पंचम भावे उच्च गुरु अछंती बा बृहस्पति अछंती पंचम भावे बृहस्पति आपण पई बहुत भलो आपनको जीवन जो सनेचार सातिर जो फेज चलितला सेतरे देखिबे आपण जेहेतु गुरुदेवଙ୍କର सपोर्ट मिलिबो तो प्रायतः जो टेंशन आपण थिला टेंशन रो टिके आपण मुक्ति पाइबे आपनको अनेक रेस्पोंसिबिलिटी आसीबो किंतु प्रायतः देखिबे कि गुरुंक प्रभाव रे से रेस्पोंसिबिलिटी को आपण ठीक भाबरे तुलै परिबे सूर्यदेवଙ୍କର भी स्थिति जेहेतु भलो रहइबो तो विशेष करके मास सारा भी आपनको देखिबे कि आपनको कर्म क्षेत्र को नै कि क्रिएटिव फील्ड को नै कि बहुत चमत्कारी रिजल्ट आसीबो जो माने संतान अछंती संतान मान सफलता आपनको मध्य आनंदित करिवो एवं कोनसी प्रकार निवेश करछन निवेश रो मध्य जे आपनको भलो रिजल्ट आपनको आसीबो तनो एथिला आपनको 12टी राशि फल यदि आपनको आम चैनल को भल लागुची तो निहाती आपण सब्सक्राइब कर नियंतु एवं जो आपण फ्रेंड सर्कल अछन फ्रेंड सर्कल मध्ये शेयर करंतु एवं आपणकर निहाती भाव रे आपणकर व्यू एवं आपणकर जो भल पाइबा आपनको सबले जारी रखंतु एवं हमको सपोर्ट करंतु सब्सक्राइब करिकि एवं हमको कमेंट्स करंतु आपणकर व्यू देकी धन्यवाद नमस्कार जय जगन्नाथ।